ରାସ କାହ୍ନା ରାସ କରୁଥିଲେ କଣ ସେ ପ୍ରେମ କଣ ସେ କାହ୍ନା ରାଧାଙ୍କ ସାଙ୍ଗରେ ରାସ କରୁଥିଲେ ସେଇଟା ରାସ ସେଟା କଣ ରାସର ଓଡ଼ିଆ କଣ ପ୍ରେମଟି ରାସ ତ ଓଡ଼ିଆ তুমি ଜାଣିଛ ହଁ ଜାଣିଛ କୁହ କଣ ସେ ଲୀଳା ତ ଆଉ ଦେଖଉଥିଲେ ଲୀଳା ତାଙ୍କୁ କିଛି ଏଇଟା ନୁହେଁ ଆଚ୍ଛା ରାସ କାହା ମାନ କେଉଁମାନଙ୍କ ସାଙ୍ଗରେ ରାସ କରୁଥିଲେ ଗୋପୀମାନଙ୍କ ସହିତ ଗୋପୀମାନେ କିଏ ଗୋପୀର ଅର୍ଥ କ'ଣ ଗୋବିନ୍ଦ ନା କ'ଣ ଗୋପୀ ଗୋପୀମାନେ ମୁଁ ଜାଣିନି କାହିଁ କହିବି ଜାଣିନି ଗୋପପୁରବାସୀ ବୋଲି ଗୋପୀ ଗୋପୀ ସ୍ତ୍ରୀଲିଙ୍ଗ ନୁହେଁ ପୁଲିଙ୍ଗ ଭଗବାନଙ୍କ ଲିଙ୍ଗ ହେଉଛି ଗୋପୀ ଗୋପୀ ହେଉଛି ସେଇ ଯିଏ ସମସ୍ତ ଇନ୍ଦ୍ରିୟକୁ ଦମନ କରିକି कितना प्रॉफिट है ये वो बोलो ना ବୁଝିଲ କ'ଣ ତୁମେ କହି ତ କିଛି ଜାଣିନ ତୁମେ କ'ଣ କହିବ କ'ଣ ଜାଣିବୁ କେମିତି ଯେ ଆମେ ତ ଅଧମ ପାପି ଗୁଡ଼ା କେମିତି ଗୋପୀ ହେଉଛି ଯିଏ ଯେଉଁ ବ୍ୟକ୍ତି ସେ ପୁରୁଷ ହଉ ବା ସ୍ତ୍ରୀ ହଉ ଯେଉଁ ବ୍ୟକ୍ତି ଇନ୍ଦ୍ରିୟକୁ ଦମନ କରିଛି ସମସ୍ତ ଲାଳସାକୁ ଦମନ କରିଛି ସମସ୍ତ କାମନାକୁ ଦମନ କରିଛି ସମସ୍ତ ଲୋଭକୁ ଦମନ କରିଛି ଇନ୍ଦ୍ରିୟ ଯିଏ ଦମନ କରିଛି ସିଏ ହେଉଛି ଗୋପୀ ସେ ଗୌରୀମାନେ ସବୁ କରୁଥିଲେ କିନ୍ତୁ ଯେତେବେଳେ ରାସକୁ ଡକା ହେଲା ସେତେବେଳେ ସେ ଗୋବରକୁ ଚନ୍ଦନ କଲେ ଚନ୍ଦନ ମୁଣ୍ଡରେ ଲଗା ହେବା କଥା ତାକୁ ଗୋଡ଼ରେ ଲଗେଇଲେ ଝୁଣ୍ଟି ଅଳଙ୍କାର ସାଜସଜା ହେଲେ ରାସରେ ଭାଗ ନେବା ପାଇଁ ସେମାନେ ସବୁ ଝୁଣ୍ଟିଆ ସବୁ ଆଙ୍ଗୁଠିରେ ଲଗେଇଲେ ଗୋଡ଼ର ମୁହଁର ଅଳଙ୍କାର କାନର ଅଳଙ୍କାର ଗୋଡ଼ରେ ପିନ୍ଧିଲେ ପାଗଳ ପାଗଳ ହେଇଗଲେ ଆଉ ପାଗଳ କ'ଣ କୃଷ୍ଣ ଡାକରା ଖାଲି ଶୁଣିଲା ତେଣୁ ଇନ୍ଦ୍ରିୟ କିଛି କାମ କଲାନି ସେ ସବୁବେଳେ ଏଇ ଅବସ୍ଥା ରହନ୍ତି ସେମାନେ ସବୁ ଗୋପୀମାନେ ଯେତେ ଆସିଥିଲେ ଦ୍ୱାପର ଯେତେ ଆସିଥିଲେ ବୃନ୍ଦାବନକୁ 84 କୋଶ ଭିତରେ ଯେତେ ଥିଲେ ସବୁ ହେଉଛନ୍ତି ଗୋଲୋକର ଲୋକ ଗୋଲୋକ ଜାଣିନ ବୈକୁଣ୍ଠ ଜାଣିଛ ତା ଉପରେ ହେଉଛି ଗୋଲୋକ ବୈକୁଣ୍ଠ ଉପରେ ଗୋଟେ କ'ଣ ଅଛି ଆମେ ଜାଣିନୁ ଗୋଲୋକ ଯେଉଁଠି କେବଳ ରହନ୍ତି ରାଧାରାଣୀ ଆଉ 12 ଭଗବାନ ସେ 12 ଭଗବାନ ରହନ୍ତି ବୈକୁଣ୍ଠରେ କିନ୍ତୁ ରାଧାରାଣୀ ରୁହନ୍ତି ଗୋଲକପୁରରେ କେବଳ ରାଧାକୃଷ୍ଣ ଯିଏ ଅବତାରୀ ସିଏ ରହନ୍ତି ଗୋଲକରେ ବାକି ସବୁ ରହନ୍ତି ବୈକୁଣ୍ଠରେ ଅବତାର ଜଗନ୍ନାଥ କହ ରାମଚନ୍ଦ୍ର କହ ନୃସିଂହ କହ ବାମନ କହ ଏସବୁ ହେଉଛି ଅବତାର ନୃସିଂହ ଅବତାର କିନ୍ତୁ କୃଷ୍ଣ ହେଉଛନ୍ତି ଅବତାରୀ ରାଧା ହେଉଛନ୍ତି ଶକ୍ତି ଯେତେବେଳେ କହିବି କ'ଣ କହିଲେ କିଛି କହିପାରିବିନି ଯେତେବେଳେ ଗୋବର୍ଦ୍ଧନକୁ ଟେକିଥିଲେ ଆଙ୍ଗୁଠିରେ କାଣି କିଏ କରିଥିଲେ ବେପାର ବଳ ଅଛି ଆଖି ଖାଲି ମାରିଦେଲା ଏମିତି କରିଦେଲେ ସେ ଜୋର ଥିଲା ତାପରେ ସେ ଆପେ ଉଠିଗଲା ଇଏ ଲଗେଇଲେ ଖାଲି ତାଙ୍କ ନାଁ ହେଲା କେତେ ଦିନ ଲୋକ ହେଲେଣି ତୁ ଜାଣିନୁ କେତେ ଦିନ ଲୋକ ଏଇଟା ହେଉଛି ସାଧୁ ସାଙ୍ଗ
ये अन्य पार्टी बाहर तुम घर मुहर बाहर तुम गाँव क्या मुहर बाहर ये हूँ साधु संघ तत्व को बाहर करवा ये अलग समय बस केतटा मंदिर कथा कह गोटे गोविंद मंदिर कथा कह गोविंद देखले गोपीनाथ देखले सब संपर्कित केते लीला केते कोण करिकि जाई मूल जिन सब पछे आम जानी कौन मुझे भावुँ जानी कौन मो ऊपर सी भावुँ मुझे जानी कौन यही जाना गोटे जड़े जानती सब सी हूँ कृष्ण सी हूँ राम आ यही जाना आम सत्य 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 हूँ ये सत्यटा कौन ये कह सी हूँ सच्चिदानंद सत चित आनंद सत है सत्य चित है चित्त चेतना 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 सेटा को चित्त कहंती टी नहीं कहंती नि चेतना कहंती हां चित्त है समस्त चेतना है गोटे गोटे हां जोटा तुमको जीवन रखी चेतना सच्चिदानंद तुम जीवन को धरी आनंद से सब आनंद दुख कष्ट तार कौन अच्छी कह वृंदावन में तुम सब सब दर्शन सर से कह दर्शन सरला दर्शन समय हेनी समय दरकार ना बुझी हेनी कि जो आग्रहटा से बाहर प्रेमटा बाहर विश्वासटा बाहर भक्ति आसो ये सबूर उपर हूँ भक्ति प्रथम आचरण करेंगे कौन अभ्यास मरीजी पक्षे छाड़बी यहाँ हूँ आचरण तापर आचरण आसो निष्ठा तो दिन आचरण जो निष्ठा आसो से केते समय जो कही हेनी आचरण आसवा निष्ठा निष्ठा ना विश्वास आसब आम किए क्या विश्वास करते तुम विश्वास कर तुम स्वामी तुम विश्वास कर तुम स्वामी तुमको विश्वास कर तुम ये तुम पुओ तुम झील तुम विश्वास कर तुम से झील को विश्वास कर प्रेम ये प्रेम विश्वास तो नहीं प्रेम आसवा कौन विश्वास हेले प्रेम आस प्रेम आसले दूसरा आस भक्ति तुम्हें कौच कौन मुझे एका दिन सब खाइबी 84 लाख जीवजनी कौन पर दिखाई 84 लाख जीवजनी की पाई सारा पर भी तुम्हें ठीक है पारन एति समय दरकार तुम कह मुझे पूरा हो गली ये कहूँ मुझे सब मोर लालसा मत ना लालसा ना गोटे गोटे कहबी के लालसा अच्छे कौन सब जिनसा धरिक दुकान में बिक्री होती रसगोल्ला किने आनी पैकिंग कर नुह से जिन गोटे आचरण कर समस्त आचरण को बदल गोटे आचरण कर जेको तुम कर चोरी कर शेष पर्यटन कर से भितर दस रत्नाकर कौन कर खाली मारुला कौन है शेष को से राम बोली कही पारे पटे आसला मड़ा 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 राम 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 मड़ा 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 राम 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 राम
ହେଇଗଲା ରାମ। ଯେତେବେଳେ ରାମ ହେଇଗଲା ସେତେବେଳେ ସେ ବାଲ୍ମୀକି ଋଷି ହେଇଗଲା। କେତେ ସମୟ ତାକୁ ଲାଗିଥିବ? ପୁରା ତ ଉଇ ହୁକା ହେଇଗଲେ ହାଡ଼ ଖାଲି ଦେଖା ସେ ଭାବୁଛ କ'ଣ ସତଟାକୁ ଏତେ ଶୀଘ୍ର ତୁମେ ପାଇଯିବ? ଆଉ 84 ଲକ୍ଷ ଜୀବଜନ୍ତୁ କ'ଣ ପାଇଁ ଦିଆହେଇଛି? 84 ଲକ୍ଷ ଥର ମରିବ ବଞ୍ଚିବ, ମରିବ ବଞ୍ଚିବ। 84 ଆମେ ମରିବା ବଞ୍ଚିବା। 84 ଲକ୍ଷ ଥର। କେତେ ସେ ସବୁ ଉପରେ ହେଉଛି ମଣିଷ। ସମସ୍ତ ଶ୍ରେଷ୍ଠ ହେଲା ମଣିଷ। ମଣିଷରେ ପୁଣି 4 ଲକ୍ଷ ପ୍ରକାରର। ଦେଖ ତା ମୁହଁ ସମାନ ହେଉଛି, ତା ଗୁଣ ସମାନ ହେଉଛି, ହେଉଛି ଇଏ 4 ଲକ୍ଷ ପ୍ରକାରର। ନହେଲେ ତମେ ଆଉ ମହାତ୍ମା ଗାନ୍ଧୀ ତଫାତ କାହିଁ ହେଇଥାନ୍ତା? ହଁ, ତମେ ବିବେକାନନ୍ଦ, ତମେ ଦେବତା କାହିଁ ହେଇଥାନ୍ତା? ସେମାନେ ବି ମଣିଷ, ଦେବତାମାନେ ବି ମଣିଷ। ସେମାନେ ସାଧନା କରି 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 ଟିକେ ଉପରକୁ ଉଠିଛନ୍ତି। ଆଉ ଅତି ସାଧନା କରିଛନ୍ତି ସେ ବୈକୁଣ୍ଠକୁ ଯାଇଛନ୍ତି। ଯିଏ ସାଧନା ସରିଯାଇଛି ଆଉ କିଛି କରୁନି ସିଏ ଯାଉଛି ଗୋଲକ। ଧ୍ରୁବ, ପ୍ରହ୍ଲାଦ ଏମାନେ ସବୁ କୁଆଡ଼େ ଯାଇଛନ୍ତି? ବୈକୁଣ୍ଠରେ ନାହାନ୍ତି। ଧ୍ରୁବ ଲୋକ ଗୋଟେ ତିଆରି ହେଲା, ସେଇ ଲୋକରେ ରହିଲେ ଧ୍ରୁବ। ମାନେ ଗୋଟେ ରାକ୍ଷସଠୁ ଜନ୍ମ ହେଇକି ସବୁଠୁ ଉପରେ, ଇଭିନ୍ ଗୋଲକ ଉପରେ ରହିଛନ୍ତି ଧ୍ରୁବ। ଆଉ ଆମେ କହୁଛୁ ଆମେ ସବୁ ଜାଣୁଛେ। ମୁଁ ତ ଜାଣିନଥିଲି, ଆଜି ଶୁଣୁଛି ଗୋଲକ ଧ୍ରୁବ। ନା ଯିବା ଦେବି ହଁ ତାରା, ଧ୍ରୁବ ତାରା। ହଁ ଧ୍ରୁବ ତାରା। ଦିଦି କହୁଛନ୍ତି ତାରା ହେଇଯାଇଛି। ସେଇଟା ଜାଣିଛି ଧ୍ରୁବ ତାରା। ସେଇଟା ତମକୁ ଦେଖାଯାଉଛି ସେଇଆ।